ଜୀବନର ରଣଭୂମିରେ ନିଜେ କୃଷ୍ଣ ଏବଂ ନିଜେ ହିଁ ଅର୍ଜୁନ ହେବାକୁ ପଡ଼ିଥାଏ। ପ୍ରତିଦିନ ନିଜ ନିଜର ସାରଥୀ ହୋଇ ଜୀବନର ମହାଭାରତ ଲଢ଼ିବାକୁ ପଡ଼ିଥାଏ। ଓମ୍ ବିଷ୍ଣବେ ନମଃ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖିପାରିବେ। ତତ୍ସହିତ ଯଦି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରି ନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଅଗଷ୍ଟ ମାସ 17 ତାରିଖ, ଓଡ଼ିଆ ଭାଦ୍ରବ ମାସ ପ୍ରଥମ ଦିନ, ରବିବାର, କୃଷ୍ଣ ପକ୍ଷ ନବମୀ ତିଥି, ଯାହା ସନ୍ଧ୍ୟା 6:59 ପର୍ଯ୍ୟନ୍ତ ରହୁଛି। ତାପରେ ଦଶମୀ ତିଥି ଆରମ୍ଭ ହେଉଛି। ଆଜି ରୋହିଣୀ ନକ୍ଷତ୍ର, ଯାହା ରାତ୍ରି 3:31 ପର୍ଯ୍ୟନ୍ତ ରହୁଛି। ତାପରେ ମୃଗଶିରା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ବୃଷ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ପ୍ରାପ୍ତ 5:29 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:08। ଆଜି ଯାହାକି ଯୁଗ୍ନି ରହିଛି, ଯାହାକି ପୂର୍ବ ଦିଗେ ସନ୍ଧ୍ୟା 6:59 ପରେ ଯୁଗ୍ନି ପୁଣି ଉତ୍ତର ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ବିଛା ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଏକ ପାଦ ପୁଷ୍କର ଦୋଷ ଲାଗୁଅଛି। ଫଳ ରହୁଛି କୃଷି ସନ୍ତାନ ହାନି। ଆଜି ନବମୀରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି କଳମ, ତତ୍ସହିତ ନାଉ ଭୋଜନ ନିଷେଧ ରହିଛି ଏବଂ ରବିବାର ଯୋଗୁଁ ଏବଂ ସଂକ୍ରାନ୍ତି, ତେଣୁ ଆମିଷ, ବିରି, ମସୁରୀ, ଅଦା, ନିମ, ଦୁଗ୍ଧ ଜାତୀୟ ଖାଦ୍ୟ ଭୋଜନ ନିଷେଧ ରହିଛି। ତେବେ ଆଜି ଯାହାକି ସୂର୍ଯ୍ୟଦେବ ସିଂହ ରାଶିକୁ ସଂକ୍ରମଣ କରୁଛନ୍ତି ଦିବା 10:56 ପୂର୍ଣ୍ଣକାଳ ରହୁଛନ୍ତି, ଯାହାକି ଅପରାହ୍ନ 5:11 ପର୍ଯ୍ୟନ୍ତ। ତେବେ ଆଜି ଯାହାକି ରାମାନୁଜ ବୈଷ୍ଣବ ସମ୍ପ୍ରଦାୟର ଆଜି ଯାହାକି ନନ୍ଦ ଉତ୍ସବ, ତତ୍ସହିତ ଆଜି ହେଉଛି ସିଂହ ସଂକ୍ରାନ୍ତି। ତେବେ ଆଜି ଆପଣମାନେ ଯାହାକି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ। ସଂକ୍ରାନ୍ତିକୃତ ସ୍ନାନ ଆଦି କରିପାରିବେ, ବ୍ରତ ଉପବାସ କରିପାରିବେ। ବ୍ରାହ୍ମଣ ମାନେ ସଂକ୍ରାନ୍ତି ବିହିତ ପୂଜା ହୋମ କରିପାରିବେ। ଆଜିର ଶୁଭ ବାର୍ତ୍ତା, ଆଜି ହେଉଛି ସଂକ୍ରାନ୍ତି। ତେବେ ଆଜି ଯାହାକି ସୂର୍ଯ୍ୟଦେବ କର୍କଟ ରାଶିରୁ ଆସି ଯାହାକି ସିଂହ ରାଶିରେ ଅବସ୍ଥାପନ କରିବେ। ସିଂହର ସ୍ୱାମୀ ହେଉଛି ଯାହାକି ସୂର୍ଯ୍ୟଦେବ। ତେଣୁ ଆଜି ଦିନଟି ଅତି ଆନନ୍ଦର ଦିନ, ଅର୍ଥାତ୍ ଅତି ଶୁଭ ଦିନ କହିଲେ ମଧ୍ୟ ଅତୃପ୍ତି ହେବ ନାହିଁ। ଆଜି ଯେକୌଣସି ଉପାୟ କରିଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତାହା ଦ୍ୱିଗୁଣିତ ଫଳ ପ୍ରଦାନ କରିବାର ପୂର୍ଣ୍ଣ ଯୁଗ ବନେଇଥାଏ। ତେବେ ଆଜିର ଦିନରେ ଆପଣମାନେ ନିଶ୍ଚିତ ସୂର୍ଯ୍ୟୋଦୟ ସମୟରେ ପୂର୍ବ ଦିଗକୁ ମୁହଁ କରି ସ୍ନାନ ପରେ ଆପଣ ନିଶ୍ଚିତ ସୂର୍ଯ୍ୟଦେବଙ୍କୁ ପାଣି ଅର୍ପଣ କରନ୍ତୁ। ଯାହାକି ତମ୍ବା ପାତ୍ରରେ, ସେ ତମ୍ବା ପାତ୍ରରେ ଆପଣ ଦୁବ ତତ୍ସହିତ ମନ୍ଦାର ଫୁଲ ନିଶ୍ଚିତ ଅର୍ପଣ କରନ୍ତୁ ଏବଂ ମନ୍ତ୍ର ଜପ କରନ୍ତୁ। ଓମ୍ ସୂର୍ଯ୍ୟାୟ ନମଃ। ଏହି ମନ୍ତ୍ର ଜପ କରି ଆପଣ ନିଶ୍ଚିତ ସୂର୍ଯ୍ୟଦେବଙ୍କୁ ପାଣି ଅର୍ପଣ କରିବା ସହିତ ଆପଣଙ୍କର ଗ୍ରହର ସମସ୍ୟା ଦୂରୀଭୂତ ହେବା ସହିତ ଆପଣ କିଛି ଦାନ ମଧ୍ୟ କରିବେ। ଯାହାକି ନିଜର ସାମର୍ଥ୍ୟ ଅନୁସାରେ ଗହମ, ଗୁଡ଼, ଲାଲ ପୋଷାକ, ଲାଲ ଚନ୍ଦନ ଏହିସବୁ ଗରିବ ଲୋକଙ୍କୁ ଦାନ ଦେଲେ ମଧ୍ୟ ଆପଣଙ୍କର ଯାହାକି ଗ୍ରହ ମଧ୍ୟ ରିଷ୍ଟ ଖଣ୍ଡନ ହେବା ସହିତ ଆଜିର ଦିନରେ ଆପଣ ଆଦିତ୍ୟ ଶ୍ରୁତ ପାଠ କରିବେ। ଯାହାକି ଏହା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏକ ମହତ୍ଵ, ଯାହାକି ଗ୍ରହମାନଙ୍କୁ ଏକ ସନ୍ତୁଳନ କରିବାର ଉପାୟ ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯାହାକି ସୂର୍ଯ୍ୟ ହେଉଛନ୍ତି ସବୁ ଗ୍ରହମାନଙ୍କର ସ୍ୱାମୀ, ତେଣୁ ଅନେକ ଲାଭ ପ୍ରଦାନ କରାଇଥାଏ ଆପଣ ଯଦି ଆଦିତ୍ୟ ଶ୍ରୁତି ପାଠ କରିବେ ଆଜିର ଦିନରେ। ତତ୍ସହିତ ଅନ୍ୟାନ୍ୟ ଆଉ ଗୋଟିଏ କାର୍ଯ୍ୟ ମଧ୍ୟ ଆପଣ ଆଜିର ଦିନରେ କରିପାରିବେ। ଯାହାକି ଅଟା ଦୀପରେ ଆପଣ ଏକ ଦୀପ କରେଇ ନଦୀରେ ଭସେଇ ଦେବେ, ଯାହାକି ଘିଅ ଦୀପ। ଭଗବାନ ବିଷ୍ଣୁ ଏଥିରେ ନିଶ୍ଚିତ ଯାହାକି ଖୁସି ପ୍ରଦାନ କରନ୍ତି,
अर्थात आपण को कृपा प्रदान करने सहित आपणकर समस्या को दूरीभूत करने सहित इच्छा मुताबक कार्य प्राप्त हबार जुग बनै थाए। तेबे एही सब उपाय करंतु, निजर समस्या को दूरीभूत करांतु। आजिर अशुभ बेला जहा दिबा 10 घटिका 11 रु दिबा 11 घटिका 45 मध्य रही 12 बेला सहित काल बेला। सेही भली दिबा 4 घटिका 33 रु अपराह्न 6 घटिका 8 मध्य रही जहा कि राहु काल जुग। तेणु राहु काल 12 बेला काल बेला समय कौनसी शुभ कार्य करंतु नाही। आजिर शुभ बेला जहा प्राप्त रु 9 घटिका 29 मध्य रही शुभ बेला। सेही भली संध्या 6 घटिका 56 रु रात्रि 9 घटिका 19 मध्य रही शुभ बेला। तेबे चालंतु जानिबा आजिर राशिफल जहा चंद्रगोचर गणना द्वारा जानिबा मेष ठारू मीन राशि पर्यंत। प्रथमे चालंतु जानिबा मेष राशि व्यक्ति विषय। मेष राशि व्यक्ति आज आपणकर शारीरिक मानसिक क्षेत्र में आपण बहुत दुर्बल रही पारंती। मनरे कार्य प्रति स्थिरता आसी न पारे। तेणु मेष राशि व्यक्ति यह प्रति निश्चित ध्यान देवार आवश्यकता रही। दैनंदिन कार्य गुड़िक आपण कार्य अनेक झमेला आसी पारे एवं झमेला भितर आपणकर कलह मनांतर जुग रहुची। तेणु यह प्रति निश्चित सावधान रहतु। विशेषकर वाद विवाद ठारू जेते पारिबे दूरता अवलंबन करिले मेष राशि व्यक्ति आपणकर दिनटी अति सुखमय परिवेश रे कटिबो। तेबे मेष राशि व्यक्ति आज जहा कि ऑफिस जनित कार्य क्षेत्र जदि किछि कार्यभार आपणकर थिबो ताहा अधिक आपण चिंतित रही पारंती पूर्व कार्य को नै। आज मेष राशि व्यक्ति राजनीतिक सामाजिक क्षेत्र में कार्य करुवा व्यक्ति मानकर अस्थिरता देखा दे पारे। तत्सहित मेष राशि व्यक्ति दूर यात्रा करुले आज जेकोसी कार्य पई जाउछंती से कार्य रे आपण निश्चित बाधा प्राप्त होई पारंती। तेणु यह प्रति ध्यान दबार आवश्यकता रही। आज मेष राशि व्यक्ति आपणकर परिवार सुख भितर किछि मनमालिन आसी पारे। बंधु वर्ग सहित भल संबंध न रही पारे। तत्सहित मेष राशि व्यक्ति आज विशेषकर स्वामी स्त्री भितर आपणकर आदु संपर्क भल न रही पारे। तेबे प्रेम दुनिया रे जो माने जड़ित अछंती आज टिके सावधान होई जांतु, कारण आपणकर भाग्य ग्रह निम्नगामी रहउची। आज जहा कि मेष राशि व्यक्ति व्यापार वाणिज्य रे आपनको अनेक प्रकार घाटा सहिबा को पड़ी पारे। तेणु ध्यान पूर्वक व्यापार वाणिज्य करंतु जो माने दैनंदिन व्यापार वाणिज्य करूछन्ती। आज मेष राशि व्यक्ति कौनसी व्यापार जनित निष्पत्ति नियंतु नाही जहा आपणक पई भलो हेबो। आज मेष राशि व्यक्ति आपणकर स्वास्थ्यगत दृष्टि देखिले आपनको अनेक प्रकार बीमारी जदि पूर्वर थिबो ताहा पुनरावृत्ति होबार अनेक चांस रहउची। तेणु निजर स्वास्थ्य प्रति सचेतन रहंतु। आज मेष राशि व्यक्तिंकर भाग्य संख्या रही जहा कि 6। भाग्य रंग आपण नील रंग व्यवहार करि परिबे एवं ग्रह माने आपण को आज जहा कि 35% साथ दउछंती। एबे चलंतु जानिबा वृष राशि व्यक्ति विषय। वृष राशि व्यक्ति आज दिनटी आपणकु अनेक क्षेत्र रे सफलता प्रदान करिवार पूर्ण जुग रहउची। आज आपणकर भाग्य ग्रह जाकि भाग्य उदय जुग पहिले मध्य अतिवृष्टि हेबो नै वृष राशि व्यक्ति क्षेत्र रे। तेबे वृष राशि व्यक्ति आज जेकोसी कार्य पई आपण गुरुत्वपूर्ण निष्पत्ति नबा पई ग्रह माने आपणकु शुभ दृष्टि रे देखुचंती। तत्सहित वृष राशि व्यक्ति आज आपणकर कौनसी कार्य अटकिब नाही। पूर्वरु अटकी जाइथिबा कार्य गुडी को आपण निश्चित आज योजना प्रस्तुत करी ताकु सफलता शीर्ष रे पहुंचीबार क्षमता आपणक पाखरे देखा देबो। आज वृष राशि व्यक्ति आपणकर जहा कि प्रत्येक कार्य दैनंदिन कार्य निश्चित उत्साह आनंदित परिवार पूर्ण जुग रहुची। तत्सहित वृष राशि व्यक्ति आज आपण राजनीतिक सामाजिक क्षेत्र रे कार्य करूछंती निश्चित आपणको आगको बढ़िबार सुजोग देबो। निजर दबदबा बढ़िबे
मान सम्मान प्रतिष्ठा लाभ करिवार उत्तम युग रहुछि। तेबे वृष राशि व्यक्ति आज जहाँकि शिक्षार्थी विद्यार्थी मानकर पाठ पढ़ारे एकाग्रता लागिबार पूर्ण सुजोग रहुछि। आज वृष राशि व्यक्ति प्रेम दुनिया रे जो माने जड़ित अछंती मधुर संपर्क आपणकर सृष्टि हवा सहित आपणकर आज अनेक क्षेत्र रे किछि प्रेम वार्तालाप सहित नूतन प्रेम वार्तालापर वातावरण सृष्टि करि पारे। तत्सहित विवाह संबंध किछि कथाबार्ता करिबा पई पूर्ण सुजोग रहिछि। आज वृष राशि व्यक्ति जहाँकि परिवार वर्ग बंधु वर्ग सहित आपणकर हस खुशी रे दिन कटिबार सुजोग देव। आज वृष राशि व्यक्ति व्यापार वाणिज्य रे आशा ठारू अधिक लाभ प्राप्त करिबार उत्तम युग रहुछि। तत्सहित आज वृष राशि व्यक्ति अर्थ संचय करिवे। पूर्वरु देइथिबा बाकिया अर्थ फेरी पाइबार चांस रहुछि। आज वृष राशि व्यक्ति आपणकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कौनसी स्वास्थ्य समस्या आपणकु जहाँकि व्यतिव्यस्त करि न पारे। आज वृष राशि व्यक्तिंकर भाग्य संख्या रहिछि जहाँकि 4। भाग्य रंग आपण जहाँकु व्यवहार करि परिबे सबुज रंग एवं ग्रह माने आपणकु आज जहाँकि 98% साथ दउछंती। एबे चलंतु जानिबा मिथुन राशि व्यक्तिक विषय। मिथुन राशि व्यक्ति आज प्रत्येक कार्य आपणकु सावधान सहकारे करिवार आवश्यकता रहिछि। कौनसी गुरुत्वपूर्ण निष्पत्ति ठारू निजकु जेते पारिबे दूरता अवलंबन करिवे। आज मिथुन राशि व्यक्ति कौनसी कार्य रे आपणकर मन न लागि पारे। कार्य रे अनेक क्षेत्र रे अस्थिरता मानसिक चाप विशेषकर ऑफिस जनित कार्य रे जो माने जड़ित अछंती पूर्व कार्य नै आपण अधिक चिंतित रहि पारंती। तेनु एहा प्रति निश्चित सावधान रहिबार आवश्यकता रहिछि। आज मिथुन राशि व्यक्ति जहाँकि शिक्षार्थी विद्यार्थी माने निजर पाठ पढ़ारे अवहेला युक्त करि पारंती। तत्सहित मिथुन राशि व्यक्ति आज राजनीतिक सामाजिक क्षेत्र रे आपणकर पदमर्यादा हानि युग रहुछि। तेणु मिथुन राशि व्यक्ति एहा प्रति निश्चित सचेतन रुहंतु। आज मिथुन राशि व्यक्ति प्रेम दुनिया रे आपणकु अनेक प्रकार अस्थिरता भाव प्रीति भितर संपर्क खराब होबार चांस रहुछि। तत्सहित परिवार वर्ग बंधु वर्ग सहित आपणकर मतभेद सहित किछि मनांतर कलह पर्यंत कथाबार्ता जाई पारे। तेणु मिथुन राशि व्यक्ति यहा प्रति सचेतन रहिले आपनको पई भलो होबो। तेबे मिथुन राशि व्यक्ति आज जहाँकि व्यापार वाणिज्य रे आपण आशा ठारू मध्य आहुरी क्षति सामना करिबाकू पड़ी पारे। तेणु व्यापार वाणिज्य रे निश्चित निजकु संयमता ध्यान देई रखंतु। आज तो आपणकर आय बहुत कम रहिबो व्यय बहुत प्रकार होई पारे। तत्सहित आज नूतन व्यापार वाणिज्य निष्पत्ति ठारू दूरता अवलंबन करिबा सहित तेबे पूर्वरु जदि मिथुन राशि व्यक्तिंकर स्वास्थ्य समस्या थिबो बा जड़ित थिबो तेबे आज ताहा पुणी पुनरावृत्ति होबार चांस रहुछि। तेनु स्वास्थ्य ठीक हवा टिके कष्टकर थिबो बनुछि। आज मिथुन राशि व्यक्तिंकर भाग्य संख्या रहिछि जहाँकि 5। भाग्य रंग आपण धला रंग व्यवहार करि परिबे एवं ग्रह माने आपण को आज 35% साथ दउछंती। एबे चलंतु जानिबा कर्कट राशि व्यक्तिक विषय। कर्कट राशि व्यक्ति आज प्रत्येक कार्य गुड़िक सुरुखुरे करिवार पूर्ण शुभ युग रहुछि जहा आपणक भाग्य ग्रह जणा पड़ुछि। तेबे कर्कट राशि व्यक्ति आज गुरुत्वपूर्ण निष्पत्ति नबा पई ग्रह माने आपणको उत्तम युग बनौछि। तेणु जेकोसी मानसिक चिंता रखिछंती ताहा पूर्ण करिवार क्षमता आपणक पाखरे देखा देबो। आज कर्कट राशि व्यक्ति किछि ऑफिस जनित कार्य जदि अटकी थिबो ताकू योजना करी आपण प्रस्तुत करी सफल करिवे केमिति तार चिंता मध्य आपण करी कार्य करी चलिबे। तेबे आज कर्कट राशि व्यक्ति राजनीतिक सामाजिक क्षेत्र जो माने कार्यरत अछंती सेमाने आज निश्चित निजर प्रतिभा परिप्रकाश करिवे एवं आपण आगो को बढ़िबार निजर जहाँकि
ମାନସ ମାନ ବୃଦ୍ଧି କରିବାର ଉତ୍ତମ ଯୁଗ ରହୁଛି। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ପାଠ ପଢାରେ ନିଶ୍ଚିତ ମନୋବୃଦ୍ଧି ହେବ। ତତ୍ସହିତ ଆଜି କର୍କଟ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ଆପଣଙ୍କର ମଧୁର ସମ୍ପର୍କ ବଜାଇ ରହିବ। ନିଜ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି ହେବ। ତେବେ ଆଜି କର୍କଟ ରାଶି ବ୍ୟକ୍ତି ପାରିବାରିକ ଏବଂ ନିଜର ସ୍ୱାମୀ ସ୍ତ୍ରୀ ବା ଆପଣ ବନ୍ଧୁବର୍ଗ ସହିତ ଭଲ ସମ୍ବନ୍ଧ ରହିବାର ଯୁଗ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟରେ ଆପଣଙ୍କର ଭାଗ୍ୟ ଯାହାକି ଲାଭଯୁକ୍ତ ରହୁଛି। ଆଶା ଠାରୁ ନିଶ୍ଚିତ ଆପଣ ଲାଭ କରିବାର ପୂର୍ଣ୍ଣ ଯୁଗ ବନେଇ ପାରିବେ। ତତ୍ସହିତ ଆଜି ଯାହାକି କର୍କଟ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସ୍ଥିରତା ରହିବ। କୌଣସି କାର୍ଯ୍ୟ ପାଇଁ ଯଦି ଦୂରଯାତ୍ରା କରୁଛନ୍ତି ସେଥିରେ ସଫଳତା ହାସଲ କରିବାର ପୂର୍ଣ୍ଣ ଯୁଗ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟ ନିଶ୍ଚିତ ଆଗକୁ ବଢିବାର ପୂର୍ଣ୍ଣ ଯୁଗ ରହୁଛି। ନିଜର ଦୈନନ୍ଦିନ କାର୍ଯ୍ୟରେ ନିଶ୍ଚିତ ଆପଣଙ୍କୁ ସହକର୍ମୀ ପରିବାର ବର୍ଗ ଆପଣଙ୍କୁ ସାହାଯ୍ୟ କରିବାର ହାତ ବଢେଇ ପାରନ୍ତି। ଆପଣଙ୍କର କାର୍ଯ୍ୟକୌଶଳ ଦେଖି ସମସ୍ତେ ଆପଣଙ୍କୁ ପ୍ରଶଂସାର ପାତ୍ର ବନେଇ ଦେଇ ପାରନ୍ତି। ଆଜି ସିଂହ ରାଶି ବ୍ୟକ୍ତି ନିଜର ପ୍ରତିଭା ପରିପ୍ରକାଶ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଯାହାକି କମ୍ପିଟିସନ କ୍ଷେତ୍ରରେ ଆପଣ ଭାଗ ନେଉଛନ୍ତି ନିଶ୍ଚିତ ଆପଣ ବିଜୟ ହବାର ଚାନ୍ସ ରହୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଯାହାକି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ ସହିତ ଆପଣ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଆଜି ଭାଗ୍ୟ ଗ୍ରହ ଶୁଭ ଯୁଗ ରହୁଛି। ତତ୍ସହିତ ସିଂହ ରାଶି ବ୍ୟକ୍ତି ଆଜି ଯାହାକି ଆପଣ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ନିଜର ପାଠ ପଢା ପ୍ରତି ସଚେତନତା ଦେଖାଦେବ। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଆପଣଙ୍କର କାର୍ଯ୍ୟ ଗୁଡିକ ବିଶେଷ କରି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ମଧୁର ବାର୍ତ୍ତାଳାପ ସହିତ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ଉତ୍ତମ ଯୁଗ ବନଉଛି। ତେବେ ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଆପଣ ବେପାର ବାଣିଜ୍ୟ କ୍ଷେତ୍ରରେ ଯୋଉମାନେ କାର୍ଯ୍ୟ କରୁଛନ୍ତି ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ତେବେ ଆଜି ସିଂହ ରାଶି ବ୍ୟକ୍ତି ନୂତନ ବେପାର ବାଣିଜ୍ୟ କରିବା ପାଇଁ ନିଶ୍ଚିତ ଆପଣଙ୍କୁ ନିଷ୍ପତ୍ତି ନବା ପାଇଁ ଗ୍ରହ ମାନେ ଆପଣଙ୍କୁ ଶୁଭ ଯୁଗ ପରିସ୍ଥିତି ବନଉଛନ୍ତି। ତେବେ ଆଜି ସିଂହ ରାଶି ବ୍ୟକ୍ତି ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିପାରନ୍ତି। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ବିଚଳିତ କରିନପାରେ। ତେବେ ସିଂହ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଥିଲେ କାର୍ଯ୍ୟର ସଫଳତା ପ୍ରାପ୍ତ କରିପାରନ୍ତି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ନିଜର ପ୍ରତ୍ୟେକ କାର୍ଯ୍ୟ ନିଶ୍ଚିତ ଏକାଗ୍ରତା ସହିତ କରିବେ। ନିଜର ଦକ୍ଷତା ବଳରେ ସମସ୍ତ କାର୍ଯ୍ୟ ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତତ୍ସହିତ ଆଜି କନ୍ୟା ରାଶି ବ୍ୟକ୍ତି ଆପଣ କୌଣସି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଆଜି ଉତ୍ତମ ଦିନ ହୋଇପାରେ। ତତ୍ସହିତ ଆଜି ଯାହାକି ନିଜର ପ୍ରତିଭା ପରିପ୍ରକାଶ ସହିତ ମାନ ସମ୍ମାନ ବୃଦ୍ଧି କରିବାର ଉତ୍ତମ ଯୁଗ ରହୁଛି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଆପଣ ଅଫିସ ଜନିତ କାର୍ଯ୍ୟକୁ ନେଇ କିଛି ମାତ୍ରାରେ ଚିନ୍ତିତ ରହିପାରନ୍ତି କିନ୍ତୁ ଆପଣଙ୍କର ଚିନ୍ତା କ୍ଷଣ ସମୟ ପାଇଁ ରହିବ ଏବଂ ତାପରେ ଆପଣ ଯୋଜନା ପ୍ରସ୍ତୁତ କରି ତାର ସମାଧାନର ରାସ୍ତା କାଢିଦେବେ। ଆଜି କନ୍ୟା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି ଯାହାକି ପାଠ ପଢାରେ ନିଶ୍ଚିତ ଏକାଗ୍ରତା ଦେଖିବାର ସମ୍ଭାବନା ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ଟିକେ ମଧୁର ବାର୍ତ୍ତାଳାପ କରିବା ପାଇଁ ଉତ୍ତମ ଯୁଗ ରହୁଛି କିନ୍ତୁ ନିଜକୁ ସଂଯମତା ନିହାତି ଆବଶ୍ୟକତା। ଆବଶ୍ୟକ ସ୍ଥଳେ ଆଜି ଯୁକ୍ତିତର୍କ ବଳ ଆଡକୁ କଥାବାର୍ତ୍ତା ଯେମିତି ନ ଯାଏ ଏହା ପ୍ରତି ନିଶ୍ଚିତ କନ୍ୟା ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ ନହେଲେ ନିଜ ଭିତରେ ଆପଣଙ୍କର ପ୍ରେମ ସମ୍ପର୍କର ଫାଟ ସୃଷ୍ଟି ହୋଇପାରେ। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ଆପଣ
ଯାହାକି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅନେକ ପ୍ରକାର ବିଚଳିତ ବା ଖରାପ ଆଡକୁ ଅଗ୍ରଗତି କରିପାରେ। ତେଣୁ ପୂର୍ବରୁ ଯାହାର ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଦ୍ୱିଗୁଣିତ ବୃଦ୍ଧି ହେବାର ଚାନ୍ସ ରହୁଛି। ତେଣୁ ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ବେପାର ବାଣିଜ୍ୟରେ ନିଶ୍ଚିତ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୋଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 70% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟ ସଫଳତା ସହକାରେ କରିବେ। ଆଜି ଆପଣଙ୍କର ଭାଗ୍ୟ ଉତ୍ତମ ଯୁଗ ରହୁଥିବାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ତେବେ ତୁଳା ରାଶି ବ୍ୟକ୍ତି ଆଜି ସହକର୍ମୀ ବନ୍ଧୁବର୍ଗଙ୍କ ସହିତ ଆପଣଙ୍କର ମନ ସଦାବେଳେ ପ୍ରସନ୍ନ ରହିବ ଏବଂ ତାଙ୍କ ସହିତ ଅତି ସୁଖ ଭାବରେ ଦିନ କଟିବାର ସୁଯୋଗ ଦେବ। ତେବେ ତୁଳା ରାଶି ବ୍ୟକ୍ତି ଆଜି ଯାହାକି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ନିଜର ପ୍ରତିଭା ପରିପ୍ରକାଶ କରିପାରନ୍ତି। ଆପଣଙ୍କର କାର୍ଯ୍ୟକୌଶଳ ଦୃଷ୍ଟି ଆକର୍ଷଣ କରିପାରେ ସମସ୍ତଙ୍କ କ୍ଷେତ୍ରରେ। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଆଜି ଉତ୍ତମ ଦିନ ହୋଇପାରେ। ତେବେ ତୁଳା ରାଶି ବ୍ୟକ୍ତି ଆଜି ଯାହାକି ଆପଣଙ୍କର ଅଫିସ ଜନିତ କାର୍ଯ୍ୟ କିଛି ଯଦି ତ୍ରୁଟି ଥିବ ତାକୁ ସମାଧାନ କରିବାର ରାସ୍ତା ଆଜି ବାହାରି ପଡିବ। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ନିଜର ପାଠ ପଢା ପ୍ରତି ଏକାଗ୍ରତା କିଛି ମାତ୍ରାରେ ଦେଖେଇ ପାରନ୍ତି। ତେବେ ତୁଳା ରାଶି ବ୍ୟକ୍ତି ଆଜି ଯୋଉମାନେ ପ୍ରେମ ଦୁନିଆରେ ଜଡିତ ଅଛନ୍ତି ମଧୁର ସମ୍ପର୍କ ଆପଣଙ୍କର ସୃଷ୍ଟି ହୋଇପାରେ। ନୂତନ ପ୍ରେମ ବାର୍ତ୍ତାଳାପ ପାଇଁ କିଛି ଗ୍ରହ ଆପଣଙ୍କୁ ସାହାଯ୍ୟ କରୁଛି କିନ୍ତୁ ନିଜକୁ ସ୍ଥିରତା ଆପଣଙ୍କୁ ରଖିବା ପାଇଁ ପଡିବ। ତେବେ ତୁଳା ରାଶି ବ୍ୟକ୍ତି ଆଜି ଯାହାକି ପରିବାର ବର୍ଗ ବନ୍ଧୁବର୍ଗ ସହିତ ଆପଣଙ୍କର ଭଲ ସମ୍ବନ୍ଧ ରହିପାରେ। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିପାରନ୍ତି। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ ତୁଳା ରାଶି ବ୍ୟକ୍ତି ଆଜି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଅନେକ ପ୍ରକାର ଯାହାକି ଚାପ ରହିବ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେଣୁ ତୁଳା ରାଶି ବ୍ୟକ୍ତି ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ତୁଳା ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଯଦି ଦୂର ଯାତ୍ରା କରୁଛନ୍ତି ତେବେ ଆପଣଙ୍କର ଯାତ୍ରା ନିଶ୍ଚିତ ସଫଳତା ଆଡକୁ ଅଗ୍ରଗତି କରିପାରେ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ଆଗକୁ ବଢିବା ସହିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ଶୁଭ ଯୋଗ ବନଉଛନ୍ତି। ତେବେ ବିଛା ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟକୁ ସୁରୁଖୁରୁରେ କରିବା ସହିତ କିଛି କାର୍ଯ୍ୟ ପରିବର୍ତ୍ତନ ହବାର ଚାନ୍ସ ରହୁଛି। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ଯାହାକି ଅଫିସ ଜନିତ କାର୍ଯ୍ୟ ଯଦି କିଛି ଥିବ ବା ଆପଣ ତା ପାଇଁ କିଛି ଯୋଜନା ପ୍ରସ୍ତୁତ କରି ତାହାର ସମାଧାନର ରାସ୍ତା କାଢି ପାରିବେ। ଆଜି ବିଛା ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ନିଶ୍ଚିତ ଏକ ଆନନ୍ଦମୟ ଦିନ, ନିଜର ପ୍ରତିଭା ପରିପ୍ରକାଶର କରିବାର ଦିନ। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ଯାହାକି ଆପଣ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ଯଦି ହୋଇଥିବେ ଆପଣ ନିଜର ପାଠ ପଢା ପ୍ରତି ଏକାଗ୍ରତା ଅଧିକ ଦେଖାଦେବାର ଚାନ୍ସ ରହୁଛି। ଆଜି ବିଛା ରାଶି ବ୍ୟକ୍ତି ଆପଣ ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ମଧୁର ସମ୍ପର୍କ ଆପଣଙ୍କର ସୃଷ୍ଟି ହେବା ସହିତ ନୂତନ ପ୍ରେମ ବାର୍ତ୍ତାଳାପ ପାଇଁ ଗ୍ରହ ମାନେ ଆପଣଙ୍କୁ ଶୁଭଯୋଗ ପରିସ୍ଥିତି ବନଉଛନ୍ତି। ତତ୍ସହିତ ବିଛା ରାଶି ବ୍ୟକ୍ତି ବିବାହ ସମ୍ବନ୍ଧ କ୍ଷେତ୍ରରେ ଯଦି ଆଜି କଥାବାର୍ତ୍ତା କରନ୍ତି ତାହା ଅନେକ ଲାଭଦାୟକ ହୋଇପାରେ ଯାହାକି ଗ୍ରହ ମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ବିବାହ କ୍ଷେତ୍ରରେ ଶୁଭଯୋଗ ଦୃଷ୍ଟିରେ ଦେଖୁଛନ୍ତି। ତେଣୁ ବିଛା ରାଶି ବ୍ୟକ୍ତି ଆଜି ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେବ। ଆଜି ବିଛା ରାଶି ବ୍ୟକ୍ତି ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଯୋଗ ରହୁଛି। ତେବେ ବିଛା ରାଶି ବ୍ୟକ୍ତି
आज स्वास्थ्यगत दृष्टि देखिले आपण संपूर्ण सुस्थ रहिबे कौनसी स्वास्थ्य समस्या रहिबो नाही जहा आपणक भाग्य चक्र जना पड़ुछि तेरे मिछा राशि व्यक्तिंकर भाग्य संख्या रहिछि जहा कि 7 भाग्य रंग आपण सबुज रंग व्यवहार करि परिबे एवं ग्रह माने आपण को जी 80% साथ दउछंती एबे चलंतु जानिबा धनु राशि व्यक्तिंक विषय धनु राशि व्यक्ति पूर्वरु जो मानकर स्वास्थ्य चिंता नय अधिक चिंताग्रस्त रहुतिले आज निश्चित आपनकर स्वास्थ्य क्षेत्र रे परिवर्तन आसीबो मानसिक चिंता दूरीभूत हेबो तत्सहित आज निजर मन रे बहुत प्रफुल्लता देखा देबो प्रत्येक कार्य सुंदरता भावरे करिवे निजर कार्य कौशल अन्य माने प्रशंसा करि पारंती धनु राशि व्यक्ति को क्षेत्र रे तेबे धनु राशि व्यक्ति आज समस्त कार्य संपादना करिवार भाग्य आपणको शुभजुग परिस्थिति रे बनौछंती तेबे धनु राशि व्यक्ति आज जो माने राजनीतिक सामाजिक क्षेत्र रे कार्य करुता व्यक्ति को पई उत्तम जुग रहुची तत्सहित धनु राशि व्यक्ति आज जहा कि प्रेम दुनिया रे जो माने जड़ित अछंती मधुर संपर्क आपणकर बजाई रहिबो तत्सहित आज जहा कि धनु राशि व्यक्तिंकर व्यापार वाणिज्य क्षेत्र रे आपण निश्चित लाभ प्राप्त करिवार उत्तम जुग रहुची तेबे धनु राशि व्यक्ति आज जहा कि आपण कौनसी नूतन व्यापार वाणिज्य निष्पत्ति नबा पई ग्रह माने आपण को शुभ जुग परिस्थिति बनौछंती आज धनु राशि व्यक्तिंकर जहा कि स्वास्थ्यगत दृष्टि देखिले पूर्वरु जदि किछि स्वास्थ्य समस्या थिबो आज निश्चित समाधानर रास्ता बाहरी पड़िबो आज जहा कि धनु राशि व्यक्तिंकर कौनसी कार्य पई दूर यात्रा करूछंती सेथिरे निश्चित सफलता प्राप्त करिवार उत्तम जुग रहुची आज धनु राशि व्यक्तिंकर भाग्य संख्या रहिछि जहा कि 5 भाग्य रंग आपण धला रंग व्यवहार करि परिबे एवं ग्रह माने आपण बाजी जहा कि 80% साथ दउछंती एबे चलंतु जानिबा मकर राशि व्यक्तिक विषय मकर राशि व्यक्ति आज दिनटी आपणक पई समस्त क्षेत्र रे जहा कि विभिन्न प्रकार समस्या सृष्टि होई पारे तेणु मकर राशि व्यक्ति निजर प्रत्येक कार्य पई सावधान रहंतु आज मकर राशि व्यक्ति कौनसी गुरुत्वपूर्ण निष्पत्ति ठारू निजको जेते पारिबे दूरता अवलंबन करंतु जहा आपणक पई भलो हेबे तेबे मकर राशि व्यक्ति आज जहा कि आपणकर भाग्य ग्रह निम्नगामी रहुथिबारु कौनसी गुरुत्वपूर्ण निष्पत्ति ठारू दूरता अवलंबन करिबा सहित आज जहा कि आपणकर दैनंदिन जहा कि राजनीतिक सामाजिक क्षेत्र रे कार्य करथिबा व्यक्तिक पई किछि अस्थिरता जुग रहुची तत्सहित आज मकर राशि व्यक्ति जहा कि आपणकर शिक्षार्थी विद्यार्थी मानक पई आज पाठ पढ़ारे आदु मन न लागि पारे बेकार क्षेत्र रे आपण अधिक समय देई पारंती तेनु मकर राशि व्यक्ति माने एहा प्रति सचेतन रहिबा सहित दैनंदिन कार्य गुडी को आपणकर भाग्य ग्रह निम्नगामी बनौछंती तेनु एहा प्रति सचेतन रहिबा सहित मकर राशि व्यक्ति निजर कार्य को सफल बनिबा पई प्रथमे योजना प्रस्तुत करी कार्य करिले निश्चित आपणकर कार्य सफलता आडको अग्रगति करिवो आज मकर राशि व्यक्तिंकर जहा कि आपणकर प्रेम दुनिया रे अनेक अस्थिरता वाद विवाद सृष्टि होई पारे तेणु यहा प्रति ध्यान दबा सहित बंधु वर्ग परिवार वर्गक सहित मनांतर जुग रहुची तेणु निश्चित यहा प्रति सचेतन रुहंतु जहा आपणक पई भलो हेबो मकर राशि व्यक्तिक क्षेत्र रे तेबे मकर राशि व्यक्ति आज आपण व्यापार वाणिज्य रे जहा कि आशा ठारू अधिक लाभ प्राप्त करि परिबे नाही तेणु प्रथमे योजना प्रस्तुत करी व्यापार वाणिज्य करंतु नहले आपणकर क्षति भारी हबो तेणु आवश्यक स्थले आज व्यापार वाणिज्य जदि निषेध रखिबे ताहा आपणक पई लाभदायक होई पारे आज मकर राशि व्यक्तिंकर जहा कि भाग्य संख्या रहिछि जहा कि 3 भाग्य रंग आपण कला रंग व्यवहार करि परिबे एवं ग्रह माने आपण को आज 35% साथ दउछंती चलंतु जानिबा कुंभ राशि व्यक्तिक विषय कुंभ राशि व्यक्ति आज निजर प्रत्येक कार्य सफलता आड़क निश्चित आगे चलिबे
ନିଜର କାର୍ଯ୍ୟ ଦକ୍ଷତା ବଳରେ ସମସ୍ତ କାର୍ଯ୍ୟ ପୂର୍ଣ୍ଣ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। କୁମ୍ଭ ରାଶି ବ୍ୟକ୍ତିଙ୍କ କ୍ଷେତ୍ରରେ କୁମ୍ଭ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ନିଶ୍ଚିତ ସିଦ୍ଧି ଯୁଗ ରହୁଛି। ତତ୍ସହିତ ଅଫିସ ଜନିତ କାର୍ଯ୍ୟ ନେଇ ଯଦି ପୂର୍ବରୁ ଚିନ୍ତିତ ଥିବେ, ଆଜି ଆପଣ ବସିକରି ଘରେ ତାର ଯୋଜନା ପ୍ରସ୍ତୁତ କରି ତାକୁ କେମିତି ଯାହାକି ଶୀର୍ଷ ସ୍ଥାନରେ ପହଞ୍ଚିବେ ବା ଯୋଜନା ପ୍ରସ୍ତୁତ କରିବେ, ଯାହା ପାଇଁ ଆପଣଙ୍କର ମାନସିକ ଚିନ୍ତା ଦୂରେଇ ଯିବ। ଅଫିସ ଜନିତ କାର୍ଯ୍ୟ କ୍ଷେତ୍ରରେ ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ବ୍ୟକ୍ତିମାନେ କାର୍ଯ୍ୟ କରୁଥିବା ତାଙ୍କ ପାଇଁ ନିଜର ଦକ୍ଷତା ବୃଦ୍ଧି କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢାରେ ନିଶ୍ଚିତ ଆଗକୁ ବଢିବାର ସୁଯୋଗ ଦେଇପାରେ। ଆଜି ଯାହାକି କୁମ୍ଭ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି, ନିଶ୍ଚିତ ଆଜି ମଧୁର ସମ୍ପର୍କ ସୃଷ୍ଟି ହେବ। ନୂତନ ପ୍ରେମ ବାର୍ତ୍ତାଳାପର ପୂର୍ଣ୍ଣ ସୁଯୋଗ ରହୁଛି। ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ରହିବ। ତତ୍ସହିତ ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ ନିଶ୍ଚିତ ଦିନଟି ଅତି ସୁଖମୟ ପରିବେଶରେ କଟିବ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, କିନ୍ତୁ ଯୋଜନା ପ୍ରସ୍ତୁତ କରି ବେପାର ବାଣିଜ୍ୟ କରନ୍ତୁ। ଆଶା ଠାରୁ ଅଧିକ ଲାଭ କରନ୍ତୁ ନାହିଁ କିମ୍ବା ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ, ନହେଲେ ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ମହଙ୍ଗା ପଡିପାରେ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ଦୂରଯାତ୍ରା ଯଦି କରୁଛନ୍ତି, ସେ ଯାତ୍ରାରେ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ନ ରହିପାରନ୍ତି। ବିଶେଷ କରି ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରୁହନ୍ତୁ। ଆବଶ୍ୟକ ସ୍ଥଳେ କୌଣସି ଯଦି ଅତ୍ୟଧିକ ସ୍ୱାସ୍ଥ୍ୟ ସମସ୍ୟା ଭିତରେ ଆପଣ ଜଡିତ ରହୁଛନ୍ତି, ତେବେ ଡକ୍ଟର ପରାମର୍ଶ ନେଲେ ଆପଣଙ୍କ ପାଇଁ ଭଲ ହେବ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1। ଭାଗ୍ୟ ରଙ୍ଗ ଆପଣ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆପଣ ସଫଳତା ହାସଲ କରିବାର ଉତ୍ତମ ଯୁଗ ରହୁଛି। ଆଜି ଦୈନନ୍ଦିନ କାର୍ଯ୍ୟରେ ଆପଣ ନିଶ୍ଚିତ ଆଗକୁ ବଢିବାର ପୂର୍ଣ୍ଣ ସଫଳତା ଯୁଗ ବନଉଛନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ପୂର୍ବରୁ ଯୋଉ ସମସ୍ୟା ଥିବ ଚାକିରି କ୍ଷେତ୍ରରେ ବା ଯେକୌଣସି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ ସମ୍ବନ୍ଧରେ, ତାହା ପାଇଁ ଆଜି ଆପଣଙ୍କର ଚିନ୍ତାମୁକ୍ତ ରହିବେ ଏବଂ ମନରେ ବହୁତ ଆନନ୍ଦିତ ଆସିପାରେ। ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଯାହାକି ଆଜି ଉତ୍ତମ ଯୁଗ ରହୁଛି, ନିଜର ପଦ ମର୍ଯ୍ୟାଦା ବୃଦ୍ଧି କରିବ। ଆଜି ମୀନ ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଗ୍ରହ ଆଜି ଶୁଭଫଳ ଯୁଗରେ ରହୁଛି, ଯାହାକି ବହୁତ ଶିକ୍ଷାର୍ଥୀ ମାନେ ନିଜର ପାଠ ପଢା ପ୍ରତି ଏକାଗ୍ରତା ଜାହିର କରିପାରନ୍ତି। ଆଜି ମୀନ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି, ମଧୁର ବାର୍ତ୍ତାଳାପ ସହିତ ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଶୁଭ ଯୁଗ ରହୁଛି। ତତ୍ସହିତ ପରିବାର ବର୍ଗ ଏବଂ ବନ୍ଧୁବର୍ଗ ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ରହିବ ଏବଂ ପିଲା ଛୁଆଙ୍କ ପ୍ରତି ଅଧିକ ଆଦରତା ଭାବ ସୃଷ୍ଟି ହୋଇପାରେ ଆଜି ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ତେବେ ମୀନ ରାଶି ବ୍ୟକ୍ତି ଆଜି ଯଦି କମ୍ପିଟିସନ କ୍ଷେତ୍ରରେ ଆପଣ ଭାଗ ନେଉଛନ୍ତି, ସେଥିରେ ବିଜୟ ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଆପଣ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହ ମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି ମୀନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯୋଉ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ଥିବେ, ଆଜି ତାହା ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି, ତାହା ନିଶ୍ଚିତ ଆପଣଙ୍କର ସେ ଦୂରଯାତ୍ରା ସଫଳତା ହେବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ମୀନ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 8। ଭାଗ୍ୟ ରଙ୍ଗ ଆପଣ ଗୁଲାପୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଓಂ ବିଷ୍ଣବେ ନମଃ। ନମସ୍କାର।